ଜୟ ଜଗନ୍ନାଥ ବନ୍ଧୁଗଣ। 700 ବର୍ଷ ପରେ ପ୍ରଭୁ ହନୁମାନ ହୋଇଛନ୍ତି ପ୍ରସନ୍ନ। ଏହି 4ଟି ରାଶିର ଲୋକଙ୍କର ବଦଳିଯିବ ଭାଗ୍ୟ, ରାତାରାତି ହୋଇଯିବେ ମାଲାମାଲ। ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଭିଡ଼ିଓରେ ବହୁତ ସ୍ୱାଗତ ଜଣାଉଛୁ। ପୌରାଣିକ ମାନ୍ୟତା ଅନୁସାରେ ଦେବତାମାନଙ୍କ ମଧ୍ୟରେ ପ୍ରଭୁ ହନୁମାନ ହିଁ ପ୍ରତ୍ୟେକ ଯୁଗରେ ଅମର ହୋଇ ରହିଛନ୍ତି। ଦେବୀ ଅଞ୍ଜନୀଙ୍କ ଔରସରୁ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। କୁହାଯାଏ କି ପ୍ରଭୁ ହନୁମାନ ଜନ୍ମ ହେବା ପରେ ତାଙ୍କୁ ଭାରି ଜୋରରେ ଭୋକ ଲାଗିଲା ଏବଂ ସେ ଆକାଶକୁ ଉଡ଼ି ଗଲେ ଓ ସୂର୍ଯ୍ୟଙ୍କୁ ଲାଲ ହେବାର ଦେଖି ତାଙ୍କୁ ଫଳ ଭାବରେ ଗିଳି ପକାଇଲେ। ସେହିଦିନ ରାହୁ ସୂର୍ଯ୍ୟଙ୍କୁ ଗ୍ରାସ କରିବା ପାଇଁ ଆସିଥିଲା, କିନ୍ତୁ ପ୍ରଭୁ ହନୁମାନଙ୍କୁ ଦେଖି ସେ ଅନ୍ୟ କୌଣସି ରାହୁ ଭାବି ନେଲା। ତାପରେ ଦେବତାଙ୍କ ରାଜା ଇନ୍ଦ୍ର ପ୍ରଭୁ ହନୁମାନଙ୍କ ଉପରେ ବଜ୍ର ପ୍ରହାର କଲେ, ଯାହାଫଳରେ ହନୁମାନଙ୍କୁ ଆଘାତ ଲାଗିଲା ଓ ସେହିଦିନ ଠାରୁ ହନୁମାନ ନାମ ଆଜି ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟେ। ବନ୍ଧୁଗଣ, ଭିଡ଼ିଓଟିକୁ ପୁରା ଦେଖିବେ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଏହି ସମୟରେ ଧନୁ ରାଶିର ଏବଂ ମଙ୍ଗଳ ଗ୍ରହ ମକର ରାଶିରେ ଅବସ୍ଥାନ କରିଛନ୍ତି। ଆପଣଙ୍କୁ କହି ରଖୁଛୁ କି ଶନି ଗ୍ରହ ଓ ମଙ୍ଗଳ ଗ୍ରହର ସଂଯୋଗ 700 ବର୍ଷ ପରେ ବହୁତ ଶୁଭ ହେବାକୁ ଯାଉଅଛି, ଯାହାଦ୍ୱାରା 4ଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି। ଏମାନଙ୍କ ଜୀବନ ସୁଖ ଶାନ୍ତିରେ ଭରିଯିବ ଏବଂ ଆର୍ଥିକ ଲାଭ ପ୍ରାପ୍ତ ହେବ। ତେବେ ଆସନ୍ତୁ ସେହି 4ଟି ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପେ ଜାଣିବା। ବନ୍ଧୁଗଣ, ପ୍ରଥମ ରାଶିଟି ମିଥୁନ ରାଶି। ଏହି ରାଶିର ଲୋକେ ବହୁତ ପ୍ରଭାବୀ ଏବଂ କୋମଳ ହୃଦୟର ହୋଇଥାନ୍ତି। ଏମାନେ ସବୁ ସମ୍ପର୍କକୁ ସୁଦୃଢ଼ ରଖିଥାନ୍ତି। ବ୍ୟବସାୟ କ୍ଷେତ୍ରରେ ଏମାନେ ଲାଭ ପ୍ରାପ୍ତ କରିବେ। ଆପଣଙ୍କୁ ନିଜ ସକାରାତ୍ମକ ଗୁଣ ପ୍ରଦର୍ଶନ କରିବା ଉଚିତ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଆବଶ୍ୟକ। ଘରର ଆର୍ଥିକ ସଙ୍କଟ ଦୂର ହୋଇଯିବ। ବନ୍ଧୁଗଣ, ସିଂହ ରାଶି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ପାରିବାରିକ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣ କୌଣସି ଧାର୍ମିକ ସମାରୋହରେ ଯାଇପାରନ୍ତି। ଧ୍ୟାନ ରଖନ୍ତୁ କି ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବା ଦ୍ୱାରା ଆପଣଙ୍କ ବଜେଟ୍ ବିଗିଡ଼ି ଯାଇପାରେ। ଘରେ କୌଣସି ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ବାହାର ଲୋକେ ଆପଣଙ୍କ ପରିବାର ଭିତରେ ହସ୍ତକ୍ଷେପ ନ କରିବା ପାଇଁ ଧ୍ୟାନ ଦିଅନ୍ତୁ। ବନ୍ଧୁଗଣ, କୁମ୍ଭ ରାଶି। ଆପଣଙ୍କୁ ଦାୟିତ୍ୱହୀନ ହେବା ଉଚିତ ନୁହେଁ। ପରିବାରରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ଯଦି ଆପଣ କୌଣସି କଥାରେ ଚିନ୍ତିତ ରହିଛନ୍ତି, ତାହେଲେ ଅନୁଭବୀ ବା ଘରର ବରିଷ୍ଠ ବ୍ୟକ୍ତିଙ୍କ ସହିତ ପରାମର୍ଶ କରନ୍ତୁ।
ଅଫିସରେ ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବନ୍ଧୁଗଣ, ମକର ରାଶି, କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣ ଯୋଜନା ପ୍ରସ୍ତୁତ କରିବେ। କ୍ୟାରିୟର ସହିତ ଜଡ଼ିତ କିଛି ସମସ୍ୟାର ସମାଧାନ କରିବେ। ଘରେ କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ। ସବୁ କ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଦେଖିବେ ସଫଳତା ଆପଣଙ୍କ ପାଖ ଛାଡ଼ି ଯିବ ନାହିଁ। ଅଚାନକ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି। ପିତାମାତାଙ୍କ ଆଶୀର୍ବାଦ ନେଇ ସବୁ କାର୍ଯ୍ୟରେ ହାତ ଦିଅନ୍ତୁ। ଦେଖିବେ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ।